ଡାଇରିଆରୁ ମୁକ୍ତି ବାର୍ତ୍ତା। ରୋଗକୁ ଛୁଇଁବା ଆଗରୁ ଛୁଇଁବା ପରେ ଶିଶୁ ମଳ ସଫା କରିଲେ ହାତ ଧୋଇବ ବାରେ। ସ୍ୱଚ୍ଛ ହେଲା ପରେ ହାତରେ ଜୀବାଣୁ ରହେ। ଭଲରେ ହାତ ଧୋଇଲେ ରୋଗରୁ ରକ୍ଷା ମିଳେ। ପନିପରିବା କାଟିବା ଶିଶୁକୁ ଛୁଇଁବା ବେଳେ ରୋଗରୁ ରକ୍ଷା ମିଳିବ ଯେବେ ହାତ ଧୋଇଲେ। ଚପଲ ପିନ୍ଧି ଆମେ ପାଇଖାନା ଯିବା, ଖାଲି ପାଦରେ ଗଲେ କୃମିର ଶିକାର ହେବା। ପାଦରୁ ଯାଏ ପେଟକୁ ରକ୍ତ ଶୋଷି ସେ ଥାଏ, ରକ୍ତ ଶୋଷି କରି ରକ୍ତହୀନତା କରେ। ପାଠ ଶାଠରେ କାମରେ ମନ ଲାଗିବ ନାହିଁ, ଦୁର୍ବଳ ହେବ ଦେହ କଥା ମାନିଲେ ନାହିଁ। ପଡ଼ିଆରେ ଝାଡ଼ା ବସିବା କଦାପି ନାହିଁ। ବର୍ଷା ମାସରେ ପାଣି ବୋହଇ ମିଶେ ନଈ ପୋଖରୀ। ନଈ ପୋଖରୀରେ ଗାଧିବେ ଗାଈ ମଇଁଷି, ବ୍ୟବହାର କରେ ନୀତି ଆମେ ମନୁଷ୍ୟ ଜାତି। ଦୂଷିତ ହେଉଛି ଜଳ, ଧରେ ପେଟ ରୋଗକୁ, କଲେରା, ଟାଇଫଏଡ୍, ଡାଇରିଆ, କୃମି ରୋଗକୁ। କୂଅ ନଳ ପାଣି ଫୁଟେଇ ଛାଣି ପିଇବା, ଫିଲ୍ଟର ପାଣି ବ୍ୟବହାର କରି ଦେହକୁ ନିରୋଗ ରଖିବା। ଡାଇରିଆରୁ ମୁକ୍ତି ଶେଷ ବାରତା, ଉଷୁମ ଖାଦ୍ୟ ଖାଇବା ମନେ ରଖିଥା। ପାଣି ଖାଦ୍ୟ ଘୋଡ଼ାଇ ସଦା ରଖିବା, ମାଛି ବସିବାକୁ ଦେବାନି, ରୋଗରୁ ରକ୍ଷା ପାଇବା।